ଧର୍ମିଣୀ ମୋର ଲଗେଇ ଚାଲିଛନ୍ତି ପୋଟଳ ମନ୍ଦା। ହଁ ଭାରି ବ୍ୟସ୍ତ ସେ କହିଲେ କାହିଁକି ପଇସା ପତ୍ର କେଉଁଠି ମଜେଇଦେବା ସବୁ ମିଶିକି ଲଗେଇଦେବା। ଗୁଡ୍ ମର୍ଣ୍ଣିଂ, ମୁଁ ମୃତ୍ୟୁଞ୍ଜୟ ଆଜି ପହଞ୍ଚିଲି ଆମ ବାଡ଼ିରେ କାହିଁକିନା ଠିକ୍ ସେ ସମୟ ଦେଇପାରୁନି। ତେଣୁ କ'ଣ ନା ଯେଉଁ ହଳ କରିଥିଲି ଭେଣ୍ଡି ତ ଲଗେଇ ସାରିଛି ପ୍ରାୟ, ତେଣୁ ଆଜି ଲଗେଇବି ପୋଟଳ। ତେଣୁ ଟିକେ ଲାଗି ପଡ଼ିଆ ଏଇ ପୋଟଳ କାମରେ। ତେଣୁ ଆଜିର ବ୍ଲଗିଂ ଏଇ ଚାଷବାସ ସହିତ। ତେଣୁ ଇଏ ହେଉଛି ଆମର କିଷାନ କାର୍ଯ୍ୟ। ତେଣୁ କିଷାନ କାର୍ଯ୍ୟ ଆଗେ। ତେଣୁ ଆଜି ଲାଗିଯିବା ନିଜେ ନିଜ ଜମିରେ କୃଷକ ହୋଇ। ଚାଲି ପୋଟଳ ଆମର ସହଧର୍ମିଣୀ ମୋର ଲଗେଇ ଚାଲିଛନ୍ତି ପୋଟଳ ମନ୍ଦା। ହଁ ଭାରି ବ୍ୟସ୍ତ ସେ କହିଲେ କାହିଁକି ପଇସା ପତ୍ର କେଉଁଠି ମଜେଇଦେବା ସବୁ ମିଶିକି ଲଗେଇଦେବା। ବେଶୀ ନୁହଁ ଅଳ୍ପ ଜମି ଲଗା ହେବ। ତେଣୁ ସବୁ ଲାଗି ପଡ଼ିଛନ୍ତି, ମୋ ପୁଅ ଝିଅ ବି ଲାଗି ପଡ଼ିଛନ୍ତି, ବାଲି ଦେଉଛନ୍ତି ପୋଟଳ ମନ୍ଦାରେ। ଘରଣୀ ତାର ହେଇ ଲଗେଇ ଚାଲିଛି ପୋଟଳ ଚାରା। ଦେଖନ୍ତୁ କ'ଣ କେମିତି ଲଗେଇ ଚାଲିଛି ପୋଟଳ ଚାରା। ଟିକେ ଅନେଇକିରି ଇଆଡ଼େ ଟିକେ ପୋଟଳ ଚାରା ଖାଲି ଲଗେଇବାର ବ୍ୟସ୍ତ ହେଇ ଅନେଇଲା ଟିକେ। ହଉ ହଉ କର ନା ସେ ଯେତିକି ହେଇଛି ତାକୁ ପୁରା ବାଲ୍ଟିରେ ପୁରେଇକି ନେଇ ଯାଉଛ ସେ ବାଲିକି। ହଁ ହଁ ତମେ ସେ ଡବାର ବି ଅଲିସା ନଉ। ହଁ ଅଲିସା ନଉ, ଅଲିସା ସାର୍ ଲାଗେ ନା ତୁ ନିଜେ ବାଲ୍ଟିରେ ପୁରେଇକି ଆଣେ। ଗପୁଛି ହଁ ଜଲ୍ଦି ଆଣି ସେ ମନ୍ଦା ପାଖରେ ଦେ, ମୁଁ ମନ୍ଦା କୁଡୁଛି। ସିଆଡ଼େ ବାବା ଲଗେଇବ ବ୍ୟସ୍ତ। ସରିଲା ସରିଲା ଚିକୁର ସରିଲା ଯା। ଚିକୁ କାଙ୍କ ସେଠି ଅଛି ବାପା ଦେଖିକି ତାକୁ ସାଇଡ଼ରେ ରଖ। ହଁ ସାଇଡ଼ରେ ରଖିକି ଯାଅ। ନା ନା ସାଇଡ଼ରେ ମନ୍ଦା ସାଇଡ଼ରେ ବାଲି ରଖି ରଖିକି ଯାଉଛି। ହଁ ଚିକୁ ବି ଢାଳି ଦେଲା ବାଲି। ସରିଲା ହଉ ଅଲିସା ଆମର ସେ ଢାଳି ଦେଇକି ଆସିବ ଆଉ କ'ଣ। ଅଲିସା ଅଲିସାର ବି ସରିଗଲା, ଗୋଟେ ଜାଗାରେ ଢାଳି ଦେଲା। ଅଲିସା ଜଲ୍ଦି ଯିବ ବୋଲି ବାଲି ନେଇକି ଆସିବ। ହଉ ଯାଅ। ଏ ହଣାଣି ଅଧିକା କର ନା, ସେ ବାଲି ହଣା ନା ବେଶୀ। ମୋଟା ମୋଟା ଚାରା ଗୁଡ଼ା ବି ବେଶୀ ଅଛି ନାଇଁ କି ପୋଟଳ ଚାରାରେ। ସରୁ ଚାରା ବି ଅଛି, ମୋଟା ଚାରା ବି ଅଛି। ଲାଗିଲା ପୋଟଳ ଚାରାଟା ଦେଖୁ ଲଗା ହେଉଛି। ଭାରି ବ୍ୟସ୍ତ ସହ ପୋଟଳ ଚାରା ଲଗା ହେଉଛି। ମନ୍ଦା କଟା ସରିଲା, ଆଉ ଯାହା ହେଲା ପୁଣି ଦ୍ୱିପହରୁ କଟା ହେବ। କାହିଁକିନା ଟିକେ ଧାନ ବିଲରେ ପଡ଼ିଛି, ଟିକେ ଧାନ ବୁଆ ଚାଲିଛି ଆଜି। ତେଣୁ ଟିକେ ବିଲ ଆଡ଼େ ଯାଇ ବୁଲିକି ଦେଖି ଆସିବା ଧାନ ବୁଆ କ'ଣ କେତେ ହେବ। କାହିଁକିନା କଟାକଟି ଆଜିଠୁ ତ ପୁଣି 5 ଦିନ ବନ୍ଦ ରହିବ। କାହିଁକିନା ଆଜି ସର୍ବଣା ହେଇଯାଉଛି ରବିବାରେ। ତେଣୁ ପୁଣି 4-5 ଦିନ ଧାନ କଟାକଟି ବନ୍ଦ ରହିବ। ଯାହା ହେବ ଏଇଖିଣି ଯାହା କାଟିବେ 10ଟା 10:30 ପର୍ଯ୍ୟନ୍ତ, ତାପରେ ତ ଆଉ ଧାନ କଟାକଟି ହେବନି। ତେଣୁ ଏବେ ଧାନ ବନ୍ଧାବନ୍ଧି ଚାଲିବ, କଚଡ଼ା ବିଲରେ ପଡ଼ିଛି। ଧାନ ବୁଆ ଚାଲିଛି, ଟିକେ ଯାଇକି ଦେଖେ ଯଦି କ'ଣ କେତେ ଆଣି ହେବ ଧାନ। ଏବଂ ଦେଖି ଆସିବା ଟିକେ ସେଇ ଧାନ କିଆରିଆଡ଼େ ଟିକେ ବୁଲି ଆସିବା ଆଉ।
ମାନେ ଯଦି ଏପର୍ଯ୍ୟନ୍ତ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଆମ ଚ୍ୟାନେଲକୁ କାଲିର କିଛି ନୂଆ ଭିଡ଼ିଓ ଦେଖିବା ପାଇଁ। ଧନ୍ୟବାଦ। ଜୟ ଜଗନ୍ନାଥ।